अच्छा नेक्स्ट होची वन इज नाइदर डैश और डैश सी इट वन इज नाइदर डैश नॉर डैश खाता देखना ना को एकटा प्राइम नुह कि कंपोजिट भी नुह काना गोटे तरह फैक्टर द स्मॉलेस्ट प्राइम नंबर इज स्मॉलेस्ट कंपोजिट नंबर इज 4 2 हवर एटा 2 टा प्राइम होची स्मॉलेस्ट इवन नंबर 0 इज ए नंबर 0 इज ए नंबर हां अरे आओ स्मॉलेस्ट इवन नंबर की 2 बुझिलन नहीं तो एई नोटा कहलु तो फोन टा बहुत पाखर रही पार्टी रो मो कानो पूरा घाई घाई कर तुझे एकदम दो इस नेक्स्ट क्वेश्चन दो जी हम्म समस्या देनी दे देखिनी एक्चुअली को करबी कोन ताको तो मेडिकल नहीं गली सब बेले व्यस्त ना देखिनी हैला ना देखि कहबी सेही सब क्वेश्चन कह दिली तू गोटे भूल करिछु हैला देखिनी से छे भी छोटा करछि हम्म बोला 51 51 कॉन्सेप्ट से 3 5 43 हैला ना से गोटे कॉन्सेप्ट मन रखिते हैला ना बुझिले तो तापर नेक्स्ट होछि एटा को 53 ମୁଁ ତ ପରୀକ୍ଷାରେ ତତେ ପକେଇଥିଲି କଣଟା କହ 43 7 3 ଠିକ ଅଛି ନେକ୍ସଟ ଯଦି ପଚାରିବ ତିନିଟା ପ୍ରାଇମ ନମ୍ବର ଏଇଥିରେ ବେଶୀ ପ୍ରାଇମ ନମ୍ବର ରହୁଛି ହେଲା 61 11 ନମ୍ବର ଗୋଟେ କହିଲୁ ଦିଟା ଏକ୍ସାମ୍ପଲ ଦେବୁ ରାଇଟ୍ 5 pairs of prime numbers less than 20 whose sum is divisible by 5 ତା ମାନେ ହଉଛି ପାଞ୍ଚଟା ପେୟାର ଇଭିନ ନମ୍ବର ପାଞ୍ଚଟା ପେୟାର ଦବୁ ହେଲା ନା ପ୍ରାଇମ ନମ୍ବର ଇଏ ବି ଗୋଟେ ପ୍ରାଇମ ନମ୍ବର ଇଏ ବି ଗୋଟେ ପ୍ରାଇମ ନମ୍ବର ଏବଂ ତାଙ୍କ ଯୋଉ ସମ ଟା ହବ ଯାହା ଏଇ ଯୋଉ ସମ ଟା ଆମେ ପାଇବା ଏଇଟା 5 ଦ୍ୱାରା ହରି ହଉଥିବ ଏଇଟା ବି ପକେଇଥିଲେ ବା ହୁଁ ଠିକ ଅଛି ହେଲା ଜିନିଷ ବୁଝା ପଡୁଛି ଲାଙ୍ଗୁଏଜ ବି ନା କିଛି ଅସୁବିଧା ହବନି ହେଲା 9 ନମ୍ବର ଟା କହ ରାଇଟ୍ 7 consecutive means ଆଗ ମାନେ ଏକରେ ଏକ ମିଶିଲେ ଦୁଇ ହେଲା କି ନାହିଁ
तो 1 रे कंसेक्यूटिव नंबर किए 2 हैला 2 रे ता कंसेक्यूटिव माने ता नेक्स्ट +1 3 हैला ताले 1 2 3 4 हेले कंसेक्यूटिव नंबर्स 4 कंसेक्यूटिव नंबर्स बुझि पल्ला नहीं माने पूरा पाखा पाखी माने ताका मधे डिफरेंस सब 1 बुझि परछ नहीं तो कंसेक्यूटिव नंबर कोनी कुछ राइट 7 कंसेक्यूटिव कंपोजिट नंबर्स एवं से कंपोजिट नंबर हेतिबे कुछ लेस देन 100 so that there is no prime number between them बुझि परछ नहीं ताका मधे এইটা পুরা মনে রাখ ହେଲା ପଚିଶ ଏକ୍ସାମ୍ ରେ ଲେଖିବୁ ସେ ତମର କ୍ୱେଶ୍ଚନ କାରଣ ୟୁନିକ୍ ପେୟାର ଆଉ ତ କିଛି ନାହିଁ ଏଠି ଆଉ 3 ନମ୍ବର ଟା କହିଲ ହୁଁ ହୁଁ ଆଉ ପ୍ରାଇମ ନମ୍ବର ନାହିଁ ଆଉ ଗୋଟେ 1991 ଅଛି ସେଟା ହବ କି ହଉନି ହଉନି ହଉଛି କି ଆଉ କୋଉଠି ନାହିଁ ଆଉ କୋଉଠି ନାହିଁ ଏ ଗୋଟେ ପେୟାର ବୁଝିଲା ନା ଠିକ ଅଛି ହୁଁ ତାପରେ 3.3 ରେ କଣ ଅଛି ଟେଷ୍ଟ ଫର ଡିଭିଜିବିଲିଟି ରୁଲ ଜାଣିଛୁ ବଦର ପଟେ ଟେଷ୍ଟ ଫର ଡିଭିଜିବିଲିଟି ମାନେ କଣ ଜାଣିଛୁ ନା ଆଁ ମାନେ ହରି ହବ କି ନାହିଁ ହେଲା କି ନାହିଁ ଡିଭିଜିବିଲିଟି ମିନ୍ସ ହରି ହବ କି ନାହିଁ ତ ଭଏସ ଟା ଆକ୍ଚୁଆଲି ବନ୍ଦ କରିଦେଇଥିଲି ରେ ସାର୍ ହୁଁ ସାର୍ ଆପଣଙ୍କର ସ୍କ୍ରିନ୍ ତ କାଇଁ ଦେଖାଯାଉନି ମୋ ସ୍କ୍ରିନ୍ ଦେଖାଯାଉନି ଏବେ ଦେଖାଗଲା ସାର୍ ଏବେ ଦେଖାଗଲା ନାହିଁ ଠିକ ଅଛି ତମେ ଡିଭିଜିବିଲିଟି ରୁଲ ପଢିବା ହେଲା ଡିଭିଜିବିଲିଟି ରୁଲ ତାହେଲେ ଗୋଟେ ସଂଖ୍ୟା 2 ଦ୍ୱାରା ଡିଭିଜିବଲ କେମିତି ଜାଣିବା 2 ଦ୍ୱାରା ଡିଭିଜିବଲ କି ନାହିଁ ସାର୍ ଯୋଉ ସଂଖ୍ୟାର ଏକ ଘରେ ଶୂନ ଏକ ଦୁଇଟି ଘରେ ୱାର୍ଡ କହନା ଥିବ ଏକ ଘରେ କହନା ୟୁନିଟ ପ୍ଲେସ ରେ କୋଉ ପ୍ଲେସ ରେ ୟୁନିଟ ୟୁନିଟ୍ ପ୍ଲେସ ପ୍ଲେସ୍ କଣ ଥିବ 0 2 4 6 8 ଏଟା ଆମେ ସିମ୍ପଲ ଜାଣିବା 2 ଦ୍ୱାରା ବିଭାଜ୍ୟ ନୁହେଁ କି ଆଚ୍ଛା 3 ଦ୍ୱାରା ରୁଲ କଣ କହ 3 ର ବିଭାଜ୍ୟ ହଉଛି ଯୋଉ ଦିଟା ସଂଖ୍ୟାର ସମଷ୍ଟି 3 ଦ୍ୱାରା ବିଭାଜ୍ୟ ତାକୁ 3 ଦ୍ୱାରା ବିଭାଜ୍ୟ ବୋଲି ତାହେଲେ କୁହାଯାଏ। କଣ କହିବା ଯୋଉ ଦୁଇଟା କଣ କହିଲା ଆଉଥରେ କଣ କହିଲୁ ଯୋଉ ସଂଖ୍ୟାର ଯେଉଁ ଯେଉଁ ସଂଖ୍ୟା ଦୁଇଟି ମାନେ ଯେଉଁ ସଂଖ୍ୟାର ଦୁଇଟି ମାନେ ଦୁଇଟି ସଂଖ୍ୟା ମାନେ ଯୋଉ ସେ ଯୋଉ କଣ ଶିଖ ସେଇଟା 5 ଆଉ କଣ 3 ହେଲା ନା 53 ମନେ କର ହେଲା ତ 5 ତୁ କହୁଛୁ 5 ମିଶାଣ 3 ଏକ ନାହିଁ ତ ଏଇଠି ଇଏ ସାର୍ 5 ପାଞ୍ଚ ଗୋଟେ ତିନି କଣ 3 ଗୋଟେ କଣ ଏଇଟା 53ଟା ହେଲା ଗୋଟେ କଣ ଗୋଟେ ସଂଖ୍ୟା ଇଏ ସାର୍ ବୁଝିପାରୁଛନ୍ତି ଏଇଟା ହଉଛି ବେସିକ ଜିନିଷ 53ଟା ହଉଛି ତାହେଲେ 5 ଏଠି ଗୋଟେ କଣ 3 ଗୋଟେ ଏଠି କଣ ଇଏ ଗୋଟେ ଗୋଟେ ଅଙ୍କ କେତେଟା ଅଙ୍କ ଅଛି ଆମର 0 ରୁ 9 ଯାଏ ଅଛି ଅଙ୍କ ବୁଝିପାରିଲେ ଇଏ ନାହିଁ କଣ ଅଛି ଅଙ୍କ ଅଙ୍କକୁ ଆମେ ଇଂଲିଶରେ କଣ କହିବା ଡିଜିଟ କୁହନ୍ତି କଣ କୁହନ୍ତି ଇଂଲିଶରେ ଡିଜିଟ କୁହନ୍ତି ଇଏ ହେଲା କି ନାହିଁ ତାହେଲେ 3 ରେ ହଉଛି କଣ ଅଙ୍କ ମାନଙ୍କର ସମଷ୍ଟି କଣ କୁହନ୍ତି ଗୋଟେ ସଂଖ୍ୟାର ଯୋଉ ଅଙ୍କ ମାନେ ଅଛି ସେ ଅଙ୍କ ମାନଙ୍କର ସମଷ୍ଟି ଯଦି ସେ 3 ଦ୍ୱାରା ବିଭାଜ୍ୟ ହବ ତାହେଲେ ସେ ସଂଖ୍ୟାଟା 3 ଦ୍ୱାରା ବିଭାଜ୍ୟ ତାହେଲେ ଅଙ୍କ ମାନଙ୍କର ସମଷ୍ଟି ଇଂଲିଶ ଟା କଣ ସମ ଅଫ ଡିଜିଟ୍ସ କଣ କୁହନ୍ତି ସମ ଅଫ ସମ୍ ଡିଜିଟ୍ସ ଅଫ୍ ଡିଜିଟ୍ସ ଅଙ୍କ ମାନଙ୍କର ସମଷ୍ଟି ମାନେ କଣ ଅଙ୍କ ଏଠି କିଏ 5 ଗୋଟେ ଅଙ୍କ ହେଲା କି ନାହିଁ 3 ଗୋଟେ ଅଙ୍କ ତାକୁ ଇଂଲିଶରେ କୁହନ୍ତି ଅଙ୍କଟାକୁ କୁହନ୍ତି ଡିଜିଟ୍ 5 ଗୋଟେ ଡିଜିଟ୍ 3 ବି ଗୋଟେ ଡିଜିଟ୍ ହେଲା କି ନାହିଁ ମନେକର ମୁଁ ଲେଖିଲି 54 ତ ଏଇଠି ସମ ଅଫ ଡିଜିଟ୍ସ କିଏ ଗୋଟେ 5 ଆଉ 4 ଡିଜିଟ କିଏ ଗୋଟେ 5 ଆଉ ଗୋଟେ 4 ତାଙ୍କ ସମ ମାନେ ତାଙ୍କ ମିଶ୍ରଣ ନହେଲା ତ 9ଟା 3 ଦ୍ୱାରା ବିଭାଜ୍ୟ ହବ କି ନାହିଁ
ओके yes sir हाँ ताले 54 3 द्वारा विभाज्य हबो विभाज्य माने yes रिमाइंडर sir 0 पाइबा तो अंक मानकर yes समस्या sir बुझी पाइले ने सम ऑफ डिजिट्स और yes अंकटा को हम कोन डिजिट तो 0 0 0 1 2 3 4 5 6 7 8 9 एगुड़ा सब गोटे कोन डिजिट digit डिजिट एटा सब गोटे कोन डिजिट आको हम नंबर भी कहि परिबा आको हम नंबर भी कहि परिबा संख्या जो अछि संख्या संख्या रो इंग्लिश टा कोन नंबर कोन number ହେଲା ଦିଟା ଅଙ୍କ ମିଶିଲେ ଗୋଟେ ସଂଖ୍ୟା ହେଇପାରିବ ମନେକର 12 1 2 ମିଶିଲେ ଗୋଟେ ନମ୍ବର ହଉଛି ତାହେଲେ ଦିଟା ଡିଜିଟ ମିଶିଲେ ଗୋଟେ ସଂଖ୍ୟା ହଉଛି ହେଲା ତ yes ୱାନ୍ ଡିଜିଟ ନମ୍ବର ବି ହେଇପାରିବ ଏକ ଗୋଟେ ନମ୍ବର ହେଇପାରିବ ଡିଜିଟ ବି ହେଇପାରିବ ସେଠି ୱାନ୍ ଡିଜିଟ ନମ୍ବର ହେଲା ଟୁ ଡିଜିଟ ନମ୍ବର କଣ ନା ଦିଟା ଅଙ୍କ ମିଶେଇବା ଟୁ ଡିଜିଟ ନମ୍ବର ଦିଟା ଅଙ୍କ ମିଶେଇ ଗୋଟେ ଅଙ୍କ ସଂଖ୍ୟା କରିବା ଏ ଗୋଟେ ଏକ ଶୂନ ମିଶେଇ ଗୋଟେ କଣ ହେଲା ନମ୍ବର 10 ଗୋଟେ କଣ ହେଲା ନମ୍ବର ଏ ନମ୍ବରରେ ଏକ ଗୋଟେ ଡିଜିଟ ବୁଝିପାରୁଛ ନାହିଁ ଜିରୋ ଗୋଟେ ଡିଜିଟ ସିମ୍ପଲ yes ହେଲା ତ 3 ର ରୁଲ କଣ କହିବୁ ନା ଅଙ୍କ ମାନଙ୍କର ସମଷ୍ଟି ତ ଇଂଲିଶ ତାକୁ କଣ କହିବୁ ସମ ଅଫ ଡିଜିଟ୍ସ କଣ କହିବୁ ସମ ଅଫ ଡିଜିଟ୍ସ sum of digits ହଁ ଏଇଟା ମନେ ରଖିବୁ ଅଙ୍କ ମାନଙ୍କର ସମଷ୍ଟି ଇଂଲିଶ ଟା ହଉଛି ସମ ଅଫ ଡିଜିଟ୍ସ ଯଦି ସମ ଅଫ ଡିଜିଟ୍ସ 3 ଦ୍ୱାରା ବିଭାଜ୍ୟ ହବ ତାହେଲେ ସେ ସଂଖ୍ୟାଟା 3 ଦ୍ୱାରା ବିଭାଜ୍ୟ ହବ ସିମ୍ପଲ ଏହା କହିବୁ ହେଲେ ଏଇଟା ହଉଛି ଇଂଲିଶ ଟର୍ମ ମନେ ରଖିବୁ ବୁଝିଲା ନା ନାହିଁ yes sir ତାହେଲେ କହିଲେ ଏଟା 309 ତା 3 ଦ୍ୱାରା ଡିଭିଜିବଲ ହବ ନା ନାହିଁ 309 yes sir ହବ प्रथम सम ऑफ डिजिट्स एटी डिजिट किए 3 गोटे 0 गोटे 9 गोटे कुछ आंकर सम मान मिश्रण 3 केते 12 तो एई जो 12 3 द्वारा विभाज्य होची कि नहीं होची डिविजिबल देन 309 भी yes 3 द्वारा डिविजिबल हबो निश्चिंत हबो बुझिलन नहीं yes sir तो बटन 4 4 द्वारा कोन कहबे रूल 4 रूल कोन कहबे ଚାର ରୁଲ ହଉଛି ଗୋଟେ ଅଙ୍କ ଛାଡିକି ଆଉ ଗୋଟେ ତା ଅଙ୍କକୁ ଯଦି ମାନେ ତାକୁ गोटे अंक छाड़ी को को अंकटा छाड़िबु तू आज केते तारिख 11 ना yes sir संख्याटे अछि सुन देखे yes sir 1 to 144 ଅଛି କେତେ ଅଛି 144 ମନେ ରଖିଥା 0 ପାଖରୁ 100 ପର୍ଯ୍ୟନ୍ତ ଗୋଟେ ସଂଖ୍ୟା 4 ଦ୍ୱାରା ବିଭାଜ୍ୟ କି ନୁହେଁ ତୁ ଜାଣିଛୁ ନା ଜାଣିନୁ ତୁ କହିପାରିବୁ ଜାଣି ନାହିଁ ଯଦି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରୁ ଟପିବ ହେଲା ଯଦି ମାନେ 2 ଡିଜିଟ ନମ୍ବର ରୁ ଅଧିକା ହବ ତାହେଲେ ଆମେ ଦେଖିବା yes sir ଲାଷ୍ଟ 2 ଡିଜିଟ କୁ ନୋଟିସ କରିବା ଯଦି 144 ଆମେ କାହାକୁ ଦେଖିବା yes 1 ନା ସରି 1 କୁ ଛାଡିଦବା ଲାଷ୍ଟ 2 କଣ ଦେଖିବା ଆମେ ଗୋଟେ यूनिट डिजिट प्लेस को last देखिबा यूनिट डिजिट प्लेस देखिबा ଆଉ ଗୋଟେ टेंस डिजिट देखिबा ବୁଝିଛ ନାହିଁ yes yes sir ତ ଏଇଠି ଏକ ଘର 10 ଘର କି ଅଛି 44 ଅଛି କି ନାହିଁ 44 yes ଟାକୁ sir ଭରିବା ଯଦି 4 ଦ୍ୱାରା ବିଭାଜ୍ୟ ହେଇଯିବ 11 ପାଇବା କି ନାହିଁ ତ ତାହେଲେ 144 yes ବି 144 ବି 4 ଦ୍ୱାରା ବିଭାଜ୍ୟ ହବ ସିମ୍ପଲ ବୁଝିପାରିଲୁ yes ତ ଏଇଠି ପ୍ରଥମେ yes sir ଲାଷ୍ଟ 2 ବୁଝିଲି ଡିଜିଟ କୁ ନୋଟିସ କରିବୁ yes ବୁଝିପାରିଲୁ ନୋଟିସ କରିବୁ 4 ଯାହା 8 ସେଇଆ ମୁଁ କହି ଦଉଛି ଆଗରୁ କଣ 4 ଯାହା 8 ସେଇଆ 8 କେସରେ କଣ କରିବୁ yeah 8 କେସରେ କଣ କରନ୍ତି ନା 8 କେସରେ ମନେ ରଖିଥା ଆମେ ଆ କେସରେ ଲାଷ୍ଟ 2 ଡିଜିଟ ଦେଖନ୍ତି ନା 4 କେସରେ 8 କେସରେ ଦେଖନ୍ତି yes sir ଲାଷ୍ଟ 3 ଡିଜିଟ କଣ ଦେଖନ୍ତି ଆମେ last ଲାଷ୍ଟ three digit ଲାଷ୍ଟ 3 ଡିଜିଟ ହେଲା କି ନାହିଁ ନା ବୁଝିହେଲାନି yes sir ହେଲା ହେଲା କିନ୍ତୁ ମନେ ରଖିଥା କଣ ସେଇ ଜିନିଷଟାରେ ସବୁବେଳେ ହବ ମନେକର 0 ଠୁ 100 ପର୍ଯ୍ୟନ୍ତ ତୁ ଆଥରେ ଡିଭିଜନ କିନ୍ତୁ ଜାଣିଥିବୁ କାରଣ ପଣିକିଆ ଜାଣିଛୁ ମାନେ 0 ଠୁ 100 ଭିତରେ ଯେତେ ସଂଖ୍ୟା ଅଛି 8 ଦ୍ୱାରା ହରିହବ କି ନାହିଁ ଜାଣିଛୁ ମନେକର ମୁଁ କହିଲି yes sir 2 1 2 ହେଲା କି ନାହିଁ ତ ଦେଖିବୁ ପ୍ରଥମେ 240 yes ଲାଷ୍ଟ 3 ଡିଜିଟ କହିଛି ନା ପ୍ରଥମେ ଦେଖିବୁ 240 8 ଦ୍ୱାରା ହରିହବ କି ନାହିଁ yes ହରି 30 ପଡୁଛି ରିମାଇଣ୍ଡର ଶୂନ ହରିହବ ମାନେ ରିମାଇଣ୍ଡର ଶୂନ ହେଲା କି ନାହିଁ ତ
तो 1240 भी yes टोटल ऊपर हरी हबो 8 द्वारा हला तो 4 द्वारा गला 4 yes 8 सेम 4 लास्ट 2 डिजिट एथर लास्ट 3 डिजिट तापर देखिए 5 कथा देखिया yes sir 3 जा 9 भी से मन रखिता 3 जा 9 से हला जानिछु तो 5 रो कोन yes रूल sir 5 रो कोन रूल सर 5 ରୁଲ ହଉଛି ଯେଉଁ ସଂଖ୍ୟାର ମାନେ ୟୁନିଟ ପ୍ଲେସ ରେ ଥିବ 0 କିମ୍ବା 5 ଥିବ ସେଟା 5 ଦ୍ୱାରା ଡିଭିଜିବଲ यूनिट प्लेस से कोन थिबो 0 किंबा 5 थिबो हला कि नहीं तो से यस 5 रो भेज सिंपल हा आ 6 द्वारा 6 द्वारा कोन जिनछु ଯେଉଁ ସଂଖ୍ୟାଟି 2 ଆଉ 3 ଉଭୟ ଦ୍ୱାରା ବିଭାଜ୍ୟ हाँ ସେଇଟା ହଉଛି 6 ଦ୍ୱାରା 2 and 3 both यस but 2 and 3 both the divisible हवा नहीं सात जन सात रूल नो सर सात रूल जानिबु ସେଥିରୁ सर ସମସ୍ତେ କହନ୍ତି ନଥାଏ 7 ରୁଲ ये कोनती सबरो କିନ୍ତୁ रूल ଯୋଉମାନେ अछि ମତେ ପଢେ सबरो रूल अछि हेरा वो ये कार रूल नहीं सबरो रूल अछि हमें जिंस पढ़िया को चाहंती कि न चाहन सेटा अलग कथा ये है ना କିନ୍ତୁ ସାତ ବହୁତ କମ୍ପ୍ଲିକେଟେଡ ମନେ ରଖିଥାଏ ସାତଟା କଣ ବହୁତ କମ୍ପ୍ଲିକେଟେଡ ହେଲା କହିବି ये सर ପ୍ରାକ୍ଟିସ ବି କରିବି ମନେକର ଡିଜିଟ ଅଛି 105 କେତେ ଅଛି 105 105 105 ଅଛି ହେଲା ତ ତାର ये ଇଏ सर ଗୋଟେ ପ୍ଲେସ ଇଏ ଗୋଟେ ପ୍ଲେସ କି ନାହିଁ 10 କୁ ये ଅଲଗା सर କରିଦେଲି 10 କୁ ଅଲଗା କରିଦେଲି 5 କୁ ଅଲଗା ଲେଖିଲି ବୁଝିପାରିଲୁନି ये सर ହଁ ତାହେଲେ ବର୍ତ୍ତମାନ କଣ କରିବି ଏଇ ଯୋଉ 5 ଆକୁ ଧଇଲି ଏ 5 ରେ ମୁଁ କଣ କରିଦେବି 2 ଗୁଣିଦେବି ये सर ବୁଝିପାରିଲେ ନାହିଁ ये सर 5 ରେ 2 ଗୁଣିଲେ କେତେ ହବ 10 ହବ କି ନାହିଁ ये सर ହଁ ତାହେଲେ ଏଇ ଯୋଉ 10 5 ରେ ବର୍ତ୍ତମାନ 2 ଗୁଣିଲେ ଏଇ ଯୋଉ 10 ଟା ଅଛି କି ନାହିଁ ବାକି ये ହଁ ତ ଏ ଯୋଉ 10 ରୁ ମୁଁ ବର୍ତ୍ତମାନ ଏଇ 10 ଫେଡିବି ରେଜଲ୍ଟ କେତେ यस ପାଇଲି ମୁଁ 0 ପାଇଲି ये सर ତ ଏଇ ଯୋଉ 0 ଟା 0 କୁ ଯଦି 7 ରେ ହରିବା ଆମେ ରିମାଇଣ୍ଡର 7 0 ପାଇବା କି ନାହିଁ 7 0 0 ये सर ତ ରିମାଇଣ୍ଡର 0 ପାଇଲେ ତ 0 ଆସିଲେ ମାନେ ଆମେ କଣ କହିବା ଯୋଉ ସଂଖ୍ୟାଟା ପାଇବା 0 ଆସିଲେ ଏଇ ଯୋଉ 105 ଟା 7 ଦ୍ୱାରା ଡିଭିଜିବଲ ହବ ବୁଝି ହଉଛି ନା ନାହିଁ ଯଦି 0 ନ ଆସିବି ये सर ଗୋଟେ ମନେକର 14 ଆସିଲା ତାହେଲେ ସେଟା ବି 7 ଦ୍ୱାରା ଡିଭିଜିବଲ ହବ ବୁଝିପାରିଲେ ନା ବୁଝିପାରିଲୁ ତାହେଲେ 105 କୁ ଆମେ ये ଯଦି सर 7 ରେ बुझे ହରିବା ତାହେଲେ ସେଟା ବି ହରି ହବ 1500 ଟା କେତେ 105 ये सर ବୁଝିପାରିଲୁନି ହେଲା ମନେକର ମୁଁ କହିଲି ଆଉ ଗୋଟେ କହୁନୁ ମନେକର କ୍ୟାଲକୁଲେଟର ଅନ୍ କରେ ये सर ଗୋଟେ ହେଲା ମୁଁ କହିଲି 175 କେତେ କହିଲି 175 125 ହେଲା 175 ର ଲେଖିବି ତାକୁ ସଜେଇକି 175 ଅସୁବିଧା କିଛି ଅଛି କି ତ 5 ରେ नो ବର୍ତ୍ତମାନ सर 2 ଗୁଣିବି 5 ରେ ବର୍ତ୍ତମାନ 2 ଗୁଣିବି 5 2 ଗୁଣିଲେ କେତେ 10 କି ନାହିଁ ଏଇ ଯୋଉ 10 ये ଟା सर ରେଜଲ୍ଟ ପାଇଲି 17 ରୁ ଫେଡିବି 17 ରୁ 10 ଗଲେ କେତେ ହବ ଦେଲା 7 ହେଲା କି ନାହିଁ ତ यस ଏଇ ଯୋଉ 7 ଟା 7 ଦ୍ୱାରା ହରି ହବ ନା ନାହିଁ ହରି ହବନି ଏ 7 କୁ 7 ଆମେ ରୁ 7 7 ରେ सर ହରିଲେ 7 କୁ 7 ରେ ହରିଲେ କଣ ହବ ଆମେ କେତେ ଆରେ ରିମାଇଣ୍ଡର 0 ପାଇବାନି ଭାଗଫଳ 1 ପାଇବା କି ନାହିଁ ହଁ એટલે 7 କୁ ଆମେ 7 ରେ ହରି ପାରିବା ତ ତାହେଲେ 175 ବି 7 ଦ୍ୱାରା ହରି ହବ ବୁଝିହେଲାନି ବୁଝିଲେ ନା ନାହିଁ यस सर ଆଉ ଦେବି सर ଦେଖ ଦଉଛି ହେଲା ମୁଁ କହିଲି ଆଉ ଗୋଟେ ଏକ୍ସାମ୍ପଲ 392 କେତେ 392 ହେଲା ତ 390 କୁ 39 ଲେଖିଲି 2 ଲେଖିଲି ହେଲା କି ନାହିଁ ତ ଏଇ ଯୋଉ 2 ରେ 2 यस ଗୁଣ सर କରିବା କି ନାହିଁ 2 into 2 କେତେ ହେଇଯିବ 4 ହେଇଯିବ ହବ यस କି ନାହିଁ ସ୍କ୍ରିନଶଟ ମାରି ଦେଇଥା ଦେଖ ମୁଁ ଏ କ୍ଲାସ ଲିଙ୍କ ତତେ ପଠେଇଦେବି ହେଲା ଯାହା यस ନୋଟ୍ସ ବି ପଠେଇବି ଲିଙ୍କ ବି ପଠେଇବି ଯାହା ଡାଉଟ ହବ ପଚାର ଦେଖିବୁ ବୁଝିପାରିଲେ ନା ତାହେଲେ ବର୍ତ୍ତମାନ ଏଇ ଯୋଉ 4 यस ପାଇଲେ ଏଇ 4 ପାଇଲେ 39 ରୁ ଫେଡିବା କି ନାହିଁ यस सर 39 minus 4 35 35 ତ 35 ଟା 7 ର ଡିଭିଜିବଲ ନା ହବନି यस सर ହବ 7 35
392 भी 7 द्वारा डिविजिबल हबो यस सर बुझि पाइले नै मन कर बड़ संख्याटे अछि की संख्याटे अछि बड़ संख्याटे अछि हला ओके बड़ संख्याटे माने इन द सेंस कहूजी 1435 केते अछि 1435 ହେଲା ନା यस अच्छा 143 लिखिलु और राइट साइड रे गोटे तार यूनिट प्लेस को अलग करिब सबले बुझिले ना यस हां ताले बर्तन 5 अछि एठी ताले 5 रे म कोन करिवि 2 गुणिबि 5 गुणे केते 10 10 सर कि नहीं ହେଲା तो यस 143 रु पुरा 10 फेडिबि केते पाइली मु 1 133 टा डिविजिबल कि मैं जानी जानी कि तो ताकू भी चेक करि परिबा ताकू भी चेक करि परिबा यस ताकू चेक करि परिबेनी 133 लिखिली यस एटी 13 लिखिली 3 लिखिली हला 3 ने 2 गुणले केते 6 हेला तो ये जो 13 रो बर्तन 6 फेडिली 7 पाइल नहीं तो 7 रो डिविजिबल हो कि नहीं यस तो 7 डिविजिबल हो माने 133 भी डिविजिबल हो तो 133 डिविजिबल होची माने 1435 भी हो बुझिला ना बुझिलेनी बुझि पाइल ना यस सर ओके तापर नेक्स्ट करिया 8 रो जानले 9 रो करिया और ଅଛି ହେଲା କାହାର ଏମିତି ନାହିଁ ବୋଲି ପୃଥିବୀରେ ମାନେ ନାହିଁ ସବୁର ଟ୍ରିକ୍ସ ଅଛି ସମୟ ପଡିଲେ ସବୁ ଜାଣିବେ ହେଲା ନଅ ର କଣ ସେ ସମ୍ ଅଫ ଡିଜିଟ୍ସ କଣ 9 ର କଣ ସମ୍ ଅଫ ଡିଜିଟ୍ସ सम ऑफ 9 ର ଜାଣିଛୁ ତ କିଛି ନା ଅସୁବିଧା କିଛି ଅଛି ମୁଁ କହିଲି 72 नहीं सर 7 + 2 ହେବ 9 ତ 9 ଡିଭିଜିବଲ ସେଠି ବି ହେବ ନା କିଛି ଅଛି ଡାଉଟ କିଛି ନାହିଁ 10 ଜାଣିଛୁ 10 ରେ କଣ यस सर 10 ରୁଲ କଣ सर जीरो ଆଁ सर जीरो थिबा ଖାଲି 0 ଥିବ କୋଉଠି ଥିବ ଏଟା ତ 0 ଥିବ କୋଉଠି ୟୁନିଟ ପ୍ଲେସ ରେ କୋଉଠି ଥିବ यस सर 11 ଜାଣିଛୁ ମୁଁ ସାର୍ ଆଉ ଥରେ ଟିକେ କହିଦିଅନ୍ତୁ ଆଉଥରେ ଏଗାରଟା ମନେକର ମୁଁ ଲେଖିଲି ଗୋଟେ ସଂଖ୍ୟା ଲେଖିଲି କେତେ 121 କେତେ ଲେଖିଲି 121 କି ନାହିଁ ତ 121 ମୁଁ ଲେଖିଲା ପରେ ଆକୁ ତ ନମ୍ବରିଂ କରିବୁ କଣ କରିବାକୁ ନମ୍ବରିଂ କରିବୁ नंबर ଏଇଟା ଦେବୁ 1 ଏଇଟା ଦେବୁ 2 ଏଇଟା ଦେବୁ 3 ହେଲା କି ନାହିଁ ନା ବୁଝେଇଲାନି ତାହେଲେ ଦେଖେ यस ଯୋଉଗୁଡା 1 ନମ୍ବର ଯୋଉଟା ଦେଖିବ 1 2 3 नु ଇଭିନ ପ୍ଲେସ ଅଡ ପ୍ଲେସ ପାଇପାରିବୁ କି ନାହିଁ यस सर ପାଇପାରିବୁନି ତ ଇଭିନ ପ୍ଲେସ ରେ କୋଉ ନମ୍ବରଟା ଅଛି ଇଭିନ ମାନେ ଏଇଠି 2 ନମ୍ବର ପ୍ଲେସ ରେ କିଏ ଅଛି 2 ଅଛି କି ନାହିଁ 2 यस सर ଲେଖିଲୁ ହେଲା ନା यस सर ଅଡ ପ୍ଲେସ ରେ କିଏ କିଏ ଅଛନ୍ତି ଅଡ ପ୍ଲେସ ରେ କିଏ ଅଛନ୍ତି ଲେଟ ମି ଚେକ୍ ଅଡ सर ଆରେ ଅଡ ପ୍ଲେସ ରେ କିଏ ଅଛି ଏଠି ଅଡ ପ୍ଲେସ ରେ 1 ଅଛି ଆଉ ଏଠି 1 ଅଛି କି ନାହିଁ यस ହଁ यस 1 + 1 କେତେ ହେଲା 2 ହେଲା ତାହେଲେ ଇଭିନ ପ୍ଲେସ ର ସମ ଯେତିକି ପାଇଲେ ହେଲା ତା ସମ ଆକ୍ଚୁଆଲି କଣ ସେଟା ସମ କରିବୁ ସମ ଅଫ ଇଭିନ ପ୍ଲେସ ହେଲା ସମ ଅଫ ଅଡ ପ୍ଲେସ ତାହେଲେ ଅଡ ପ୍ଲେସ ର ସମ କେତେ ପାଇଲେ 2 ପାଇଲେ ତାହେଲେ ତାର ସେଇଟା ମାଇନସ କରିବା 2 - 2 0 ପାଇଲେ କି ନାହିଁ ତ 0 ଯଦି ହେଇଗଲା ତାହେଲେ ଏଇ ଯୋଉ 121 ଟା କଣ ହବ 121 ଟା 11 ର ଡିଭିଜିବଲ ହବ ବୁଝିଲେ ନା यस ମନେକର ଆଉ ଗୋଟେ ଏକ୍ସାମ୍ପଲ ଦଉଛି ହଉଛି କି नो सर ପଚାରିବୁ ହଁ ହାଁ ମାରୁଛୁ କି ଏଥିରେ ଭୟ ମୁଁ ତ ଦୂରରେ ଅଛି ତୁ ଭୟ କରିବାରେ କଣ ଅଛି ମନେକର କହିଲି 13 31 କଣ କହିଲି 13 31 ହେଲା କି यस ନାହିଁ सर ମୁଁ କହିବି ହଁ सर इवन इवन सब देखो सम ऑफ इवन प्लेस कह कि मत कि एट प्रथम एट जाए एमिति जा हैला सर 3 ଆଉ 1 3 1 सर दिटा को ଏଇଟା ବି 3 + 1 गोटे 4 हैला
सम ऑफ ऑड प्लेस रे भी कोन पाइबु से सेम पाइबु 3 + 1 मतलब 4 - 4 के देखो 0 तो ये भी कोन डिविजिबल हबो हो ना नहीं है ना बुझिला तो कॉमन फैक्टर के पढ़थिले कॉमन फैक्टर पढ़थिले होउची व्यस्त काहे होउछु कॉमन फैक्टर जानछु तो କହିଥିଲି ତତେ यस सर यस अच्छा ତାହେଲେ ମତେ କହ କମନ ଫ୍ୟାକ୍ଟର ହଉଛି ମୁଁ କହିଲି यस सर ଗୋଟେ ହଉଛି 24 ହଉଛି 16 ତ ଆଙ୍କ ଦିଟା ଭିତରେ କମନ ଫ୍ୟାକ୍ଟର କେତେ କହିବୁ यस सर ମତେ 24 ର ଫ୍ୟାକ୍ଟର 1 1 2 2 3 3 4 4 6 8 सर 12 24 12 और 24 16 ର यस କିଏ सर 1 2 4 4 ସଇଲା ତ ଆଉ ତାପରେ 16 ଆଉ 8 8 सर 16 ହଁ 8 ହଁ 2 ରେ 8 ଅଛି ବା 2 ରେ 8 ଅଛି ମୁଁ ଭୁଲି ଯାଇଛି ବୁଝିପାରିଲା ନାଇଁ यस सर ତାପରେ କହ ତାହେଲେ ତୋର ମେସେଜ ପଠଲା ମତେ ଆକ୍ଚୁଆଲି ତୁ ପଠିଛୁ କି नो सर ହୁଁ ତାହେଲେ ଏଠି କିଏ କମନ ଅଛି ଦେଖ ଏଠି 4 ଅଛି ଏଠି 4 ଅଛି ହେଲା ଏଠି 2 ଅଛି 2 ଅଛି ଏଠି 1 1 1 1 1 ଅଛି 2 ଅଛି 4 ଅଛି 8 ଅଛି 8 8 ଅଛି यस सर तो ଏଇଟା ସବୁ କମନ ଫ୍ୟାକ୍ଟର କିଏ କମନ ଫ୍ୟାକ୍ଟର ପାଇବା ଆମେ କମନ ଫ୍ୟାକ୍ଟର ଆମେ CF ଲେଖନ୍ତି CF 1 2 4 8 ବୁଝିଲା ନା ନାଇଁ यस सर ତାହେଲେ ତାହେଲେ ଆମେ କମନ ଫ୍ୟାକ୍ଟର ଏତିକି ଜାଣିଲେ ହେଲା ଏଇ ଯୋଉ କମନ ଫ୍ୟାକ୍ଟର ଜାଣିଲେ ଆଙ୍କ ଭିତରେ ହାଇଏଷ୍ଟ କିଏ ସବୁଠୁ ବଡ କିଏ कॉमन फैक्टर सबुठ बड़ा ହୁଁ 8 8 ତାହେଲେ ଏଇ ଯୋଉ 24 ଆଉ 16 ଭିତରେ ହେଲା 16 ଆଉ 24 ଭିତରେ ହାଇଏଷ୍ଟ କମନ ଫ୍ୟାକ୍ଟର କି କମନ ଫ୍ୟାକ୍ଟର 8 हाईएस्ट कॉमन फैक्टर है कि नहीं ताहले हम हाईएस्ट हाईएस्ट कॉमन फैक्टर में कौन लिखन शॉर्ट रे HCF बुझि परछ ना बुझि परलोनी ताहले ये 16 सर 16 और 24 रो HCF केते बाहरिबो 8 8 बाहरिबो बुझिले ना ये सर इस पढिछु कोन ये सर एससीएफ होची गसक एलसीएम होची लसक ताहले एमती में काढंती ହେଲା ତ ସେଠୁ ସବୁଠୁ ହାଇଏଷ୍ଟ ଫ୍ୟାକ୍ଟର ରହୁଛି କେତେ ନା 8 ସିମ୍ପଲ ବୁଝିଲେ ନା सर आ गोटे गार दी तीन ହଁ ଏମତି ଆମେ କାଢନ୍ତି ବେସିକାଲି କେମିତି କାଢନ୍ତି 16 24 ଲେଖନ୍ତି ଏମିତି ମୁଁ କହିଲି ତତେ ଖାଲି ବୁଝିବା ପାଇଁ ବେସିକ ରୁ ଯେହେତୁ କହୁଛି ବେସିକ ଆମେ କଣ ଆମେ ଛୋଟ ସଂଖ୍ୟାରେ ଆରମ୍ଭ ये କରନ୍ତି 2 ରୁ ଆରମ୍ଭ କରନ୍ତି 2 ଏକ୍ସଟ୍ରା 2 12 2 ହେଲେ this is 4 this is माम 6 this is 2 ହେଲେ 2 ଦୁନେ 3 ତ ଏଇ ପାର୍ଟ ଯୋଉ ରହିଲା ଉପରେ ଏଇଗୁଡାକ ଆମେ କଣ ଏସସିଏଫ ବୋଲି ଧରନ୍ତି ଧରନ୍ତି କି ନାହିଁ 2 into 2 into 2 ସମାନ ଏଇ ତ ମାମୁଁ ଫୋନ କଲେଣି ତୁ ପଳେଇଲୁଣି ନା କଣ ବୁଝିପାରିଲ ନାଇଁ ଆଚ୍ଛା ଏସସିଏଫ ଗଲା एलसीएम एलसीएम सर एलसीएम होची सानो संख्याटा जोड़ा सेटा होची एलसीएम एलसीएम ର ଫୁଲ ଫର୍ମ କଣ ଆଚ୍ଛା ମତେ କହ ମଲ୍ଟିପଲ ଜାଣିଛୁ ମଲ୍ଟିପଲ ये सर नो ମଲ୍ଟି सर सानो संख्या जोड़ा सेटा ପୁଣି ତକ ହଉଛି ମଲ୍ଟିପଲ ଓଡିଆଟା ନୁହେଁ କି ये ତ ମଲ୍ଟିପଲ ମୁଁ କହିବି ବର୍ତ୍ତମାନ 12 ହେଲା 12 ର ମଲ୍ଟିପଲ ସବୁ କିଏ କହ 12 ଆଉ 16 ର ମଲ୍ଟିପଲ ସବୁ କିଏ କହ 12 16 ର होची 12 होची 1 2 3 4 1 2 3 4 ମଲ୍ଟିପଲ ପଚାରୁଛୁ ବେ ନିଶା ଖାଇ ଦେଇଛୁ नो सर
सर 12 के बाद 32 32 36 32 38 42 ତାହେଲେ ବେସିକାଲି 38 ପଣିକିଆ ଗୁଡା ନୁହେଁ କି? ए सर 36 48 ଷାଠିଏ 72 84 ଏତିକି ଯାଇ ଯିବ। ଏମିତି ଏମିତି ଅନଲିମିଟେଡ ଯାଇ ଚାଲିଥିବ ନୁହେଁ କି? ଅସଂଖ୍ୟ ଇନଫାନାଇଟ ଯାଏ। ସେମିତି 16 ର ମଲ୍ଟିପଲ ସବୁ କିଏ କିଏ? सर के 16 नंबर चलते रहता है चलते 250 से तो ये भी अनलिमिटेड चलती है कि नहीं? अच्छा ताहले एइଠି मते कॉमन मल्टीपल किए? जो कॉमन 12 16 मल्टीपल हां प्रथम कॉमन मल्टीपल का सर 48 आ मल्टीपल अछि कॉमन अछि की? नो सर हां अच्छा नो 12 सर टा 6 नेबे नहीं 6 ने 12 टा 6 ने ମୁଁ ଲେଖିନି। ये सर आ पर ମାନେ ପଡିବ ଏମିତି ହେଲା ନା ତାহଲେ କିଏ କମନ ମଲ୍ଟିପଲ କିଏ ପାଇଲେ ଗୋଟେ 48 ଏଇଠି ପାଇଲେ ପାଇଲେ କି ନାହିଁ? 96 ବି ପାଇଲେ କି ନାହିଁ? ये सर କ୍ଲାସ କରୁଛୁ ନା ତୁ ଆଉ କଣ କରୁଛୁ? नो क्लास करছি ହଁ ତାହେଲେ କମନ ମଲ୍ଟିପଲ କିଏ ପାଇଲେ 48 ପାଇଲେ ଆଉ 96 ପାଇଲେ ବୁଝିଲା ନା? ये सर ଆଚ୍ଛା ଯଦି ये सर ଏତିକି ଏତିକି ପାଇଲେ ତାହେଲେ ଆଙ୍କ ଭିତରେ ସବୁଠୁ ଏଇ ଯୋଉ କମନ ମଲ୍ଟିପଲ ଭିତରେ ସବୁଠୁ ଲୋଏଷ୍ଟ କିଏ? और लास्ट हो जी 48 ହେଲା ତାହେଲେ ଆଙ୍କ ଭିତରେ ସବୁଠୁ ଲୋଏଷ୍ଟ ହବ କମନ ମଲ୍ଟିପଲ ଆମେ ସିଏମ ଲେଖନ୍ତି। ତାହେଲେ ଆଙ୍କ ଭିତରେ ସବୁଠୁ ଲୋଏଷ୍ଟ କା ସିଏମ ହେଇଯିବେ କିଏ? ଯୋଉ କମନ ମଲ୍ଟିପଲ ଏତିକି ଖାଲି ଅଛନ୍ତି 48 96 नो सर ନା ପ୍ରତି 48 ଗ୍ୟାପ ରେ ଗୋଟେ ଗୋଟେ କମନ ମଲ୍ଟିପଲ ପାଇବୁ। କିନ୍ତୁ 48 ରେ 48 ये ମିଶିଲେ 96 ତାପରେ ପୁଣି ମିଶେଇକି 48 କେତେ ପାଇବୁ 144 ଇଏ ଗୋଟେ କମନ ମଲ୍ଟିପଲ ପୁଣି କେତେ ପାଇବୁ ପ୍ରତି 48 ରେ ପାଇବୁ ଯୋଉଠି ଗୋଟେ କମନ ମଲ୍ଟିପଲ ପାଇବୁ ଲୋଏଷ୍ଟ ସେତିକି ଡିଫରେନ୍ସ ଗୋଟେ କମନ ମଲ୍ଟିପଲ ପାଇ ପାଇ ଚାଲିଥିବୁ ବୁଝିପାରୁଛ ନାଇଁ? ତାହେଲେ ତାଙ୍କ ଭିତରୁ ଯୋଉଟା ସବୁଠୁ ଛୋଟ ସେଇଟା ହେଇଯିବ ଲୋଏଷ୍ଟ କମନ ମଲ୍ଟିପଲ ତାକୁ ସର୍ଟ ରେ କଣ ଲେଖନ୍ତି? LCM ବୁଝିପାରିଲେ ନା ନାହିଁ? ନା ये सर ବୁଝିହେଲାନି? ये सब बुझ ମନେକର ମୁଁ କହୁଛି ଆଉ ଗୋଟେ ଏକ୍ସାମ୍ପଲ ଦଉଛି ତତେ 6 ଆଉ 4 ର ଦେଖିବା ଏଇଟା ଟେଷ୍ଟ କରିବା 6 4 ର ଏଲସିଏମ ନା କଣ ତ ଦେଖିବା ମଲ୍ଟିପଲ ଦେଖିବା କଣ ଦେଖିବା ମଲ୍ଟିପଲ ହେଲା 6 ର ଦେଖିବା 4 ର ଦେଖିବା କି କଣ କିଏ ଗୋଟେ ବଢିଆ କଥାଟେ କହିବି ଆକ୍ଚୁଆଲି ये सर କହୁନୁ 6 ର ମଲ୍ଟିପଲ सर କିଏ? कहूची मल्टीपल हो 6 के 6 6 दूनी 12 6 3 18 6 ତୁ 4 ଏଠୁ 24 7 ବଣିକା କାଇଁ ଡାକୁଛୁ ଡାଇରେକ୍ଟ କହୁନୁ ସିଧା 6 18 24 30 36 छः 42 बयालीस 48 छः और ହଁ 40 छः होची 34 कम 54 ଲେଖିଦେଲି 54 60 66 72 78 ଲାଗି ନାହିଁ ସେମିତି 4 ର କିଏ କହ 4 8 8 12 12 ଷୋହଳ 16 କୋଡ଼ିଏ 24 24 28 28 ଚାରି 32 24 28 32 36 36 40 44 ହଉଛି 48 48 ପରେ ହଉଛି 48 ପରେ 52 ଏତିକି ପାଇଲେ ପାଇଲେ କି ନାହିଁ ତାଙ୍କ ଭିତରେ କମନ ଦେଖିବା କୋଉଠି ଅଛି ଏଇଠି ଅଛି ଆଉ କୋଉଠି ଅଛି ଏଇଠି ଅଛି କି ନାହିଁ ଆଉ କୋଉଠି ଅଛି ଏଇଠି ଅଛି ଅଛି କି ନାହିଁ यस सर ତାପରେ କୋଉଠି ଅଛି ଏ 48 ପାଖରେ ଗୋଟେ ଅଛି କି ନାହିଁ ଆଁ ବୁଝିପାରିଲେ ନାହିଁ ତାହେଲେ ଏଇଠି ଗୋଟେ ଜିନିଷ ନୋଟିସ କର କଣ ନୋଟିସ କରିବୁ ନା ଏଇଠି ଏଇଠି ସବୁଠୁ ଲୋଏଷ୍ଟ କିଏ ସବୁଠୁ ଲୋଏଷ୍ଟ କମନ ମଲ୍ଟିପଲ ଟା କିଏ ବାହାରିଲା 12 ତା ପାଇଲେ ତାହେଲେ ପ୍ରତି 12 ଗ୍ୟାପ ରେ ଆମେ ଗୋଟେ ଗୋଟେ କମନ ମଲ୍ଟିପଲ ପାଇ ଚାଲିଛୁ ଏଠି 12 ରୁ 24 କେତେ ଗ୍ୟାପ 12 ଗ୍ୟାପ 24 ରୁ 36 କେତେ ଗ୍ୟାପ 12 ଗ୍ୟାପ 36 ରୁ 48 କେତେ ଗ୍ୟାପ 12 ଗ୍ୟାପ ବୁଝିପାରୁଛ ନାହିଁ ଯୋଉଟା ସବୁ ଲୋଏଷ୍ଟ ପାଇଯିବା ସେତିକି ଗ୍ୟାପ ରେ ଗୋଟେ ଗୋଟେ ରିପିଟେସନ ହଉଥିବ ସବୁବେଳେ କମନ ପାଉଥିବା ବୁଝିପାରିଲେ ନାହିଁ ତ ଏଟାକୁ ଆମେ ଏଲସିଏମ କୁହନ୍ତି ତାହେଲେ 6 4 ର ଏଲସିଏମ କେତେ କହିବା ଆମେ 12 କହିବା ନୁହେଁ କି ଜାଣିଛୁ ଏ କନସେପ୍ଟ यस सर ଆଚ୍ଛା ବର୍ତ୍ତମାନ ଦେଖେ ଏଲସିଏମ ଏଲସିଏମ ଜାଣିଗଲୁ ଜାଣିଲୁ ନା ନାହିଁ
यस सर। ଯଦି ଏସିଏଫ୍ ଏଲସିଏମ୍ ଜାଣିଲୁ ତାହେଲେ ବର୍ତ୍ତମାନ କ୍ୱେଶ୍ଚେନ୍ ଦେବି କରିବୁ। ହାଁ ଦେଖେ ବହୁତ ଦିନ ହେଲା ଆମେ କ୍ଲାସ୍ କରିନାହାନ୍ତି ହେଲା, ଜମା 34 ମିନିଟ୍ ମୁଁ କ୍ଲାସ୍ କରିଛି। ଘଣ୍ଟେ ହେଇଗଲାଣି ଯେ ରେକର୍ଡ ଜମା 34 ମିନିଟ୍ ହେଇଛି। ଘଣ୍ଟେ ହବ ବନ୍ଦ କରିବା, ଶୁଭିଲା? ओके सर। ବହୁତ କିଛି ପଢିବା ଆଜି ହେଲା, କମ୍ପ୍ଲିଟ୍ କରିବା ଜଲ୍ଦି। ଜୁନ୍ ଭିତରେ 7th ସାରିବା ମ୍ୟାଥ୍, ହେଲା ନା? ଇଂଲିଶ ଗ୍ରାମର ତା ଟାଇମରେ ଚାଲିଥିବ, ବୁଝିପାରୁଛ ନାହିଁ? ସେଇଟା ଇମ୍ପୋର୍ଟାଣ୍ଟ। ତାପରେ ବାକି ସବୁ ଜିନିଷ ଅନ୍ୟ ଟାଇମିଂରେ। यस सर। 3.3 ରେ କିଛି ଡାଉଟ୍ ଅଛି ତୋର? ହ୍ୟାଲୋ? नो सर। ହଁ नो ଡାଉଟ୍ କିଛି? नो। କିଛି ନାହିଁ ହେଲା, ସିମ୍ପଲ ଜିନିଷ ଅଛି ହେଲା। ସବୁ ମୁଁ କହିଛି, 11 ଯାଏଁ ସବୁ କହିଛି ନା ନାହିଁ? यस सर। ଆଚ୍ଛା ଯଦି ତାପରେ ହେଇପାରିବ ନା, 12 ହେଇପାରିବ ନା, କହିପାରିବୁ ନା? यस सर ହେଇପାରିବ। 12 କଣ 3 4 ହେଲା କି ନାହିଁ? यस 13 सर। ଟା ଗୋଟେ କଣ, 13 ହଉଛି ଗୋଟେ ଇଏ ନମ୍ବର, କଣ କହିଲ ସେଟା? ପ୍ରାଇମ୍ ନମ୍ବର। 14 ର 2 7 କହିପାରିବା, 15 ର 3 5 କହିପାରିବା, ବୁଝିଲା ନା? यस सर। ହୁଁ। ତ 16 ର ହଉଛି 4 4। ନା 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 ନା, 4 ତ 36 ରେ ବି ହଉଛି, 16 ରେ କଣ ହବ 36 ହବ? 16 ର ଅଲଗା ନିୟମ ହେଲା। ତୁ 15 ଯାଏଁ ଜାଣିଲେ ବହୁତ, 16 ଯାଏଁ ତୁ ଆପେ ଜାଣିପାରିବୁ ହରିକି ବି, ଦେଖିଲେ ଜଣା ପଡିଯିବ 16, ବୁଝିପାରିଲ ନା? ବୁଝିପାରିଲୁ? ଦେଖ ଏଇ କ୍ୱେଶ୍ଚନ କିଛି ନାହିଁ ହେଲା। ତାପରେ ଏଇଠୁ କରିବା 2 ନମ୍ବର ଦେଖ ପକଉଛି ମତେ। ତୋର ଡାଉଟ୍ ନାହିଁ, ତୁ କିଛି ପଚାରୁନୁ, ମୁଁ ଯେତେବେଳେ ପଚାରିବି ଉତ୍ତର କହିବୁ ତା ମାନେ, ବୁଝିଲୁ ନା? यस सर। ମୁଁ ଯେତେବେଳେ ଡାଉଟ୍ ତତେ ପଚାରିଲି ତୁ କିଛି କହିଲୁନୁ, ଯେତେବେଳେ ମୁଁ ପଚାରିବି ତା ଉତ୍ତରଟା ମତେ କହିବୁ। ओके सर। ये सर। ତୁ ଏମିତି ହଉ ନାଇଁ, ରେକର୍ଡେଡ ଲିଙ୍କ ଚାଲିଛି, ସେ ସବୁ ସାଉଣ୍ଡ ଶୁଭିବ ତୋର। यस सर। ହଉ ତୁ କହ। आलू। 2 ନମ୍ବରଟା କହ। Sir, then using divisible test is written which of the following numbers are divisible by 4? ଖାଲି ସିମ୍ପଲି କହ ହେଲା, କହ ଖାଲି। सर कौच 500 ତୁ ଖାତାରେ ସବୁ କରିବୁ ହେଲା, ଡିସ୍କସନ କରିଦେଇଛି, ତୁ ଖାଲି କରିବୁ ସବୁ। କୋଉଟା 4 ଦ୍ୱାରା ଡିଭିଜିବଲ ଆଉ କୋଉଟା 8 ଦ୍ୱାରା ଡିଭିଜିବଲ କହିବୁ ଏଇଟା। ये सर। ଭାବୁଛୁ କଣ କିଛି ସମୟ? 4 ମାନେ କଣ 70 ରୁ ଦେଖିବୁ, 70 ଟା 4 ଦ୍ୱାରା ଡିଭିଜିବଲ ହବ କି ନାହିଁ? ये सर हब 4 ହବ। हब 8 ଦ୍ୱାରା ହବ ନା? ତାହେଲେ ଏଇଠି ଦେଖ, ଆମେ 8 ରେ କଣ ଜାଣିଛନ୍ତି, ଲାଷ୍ଟ 3 ଡିଜିଟ ଜାଣିଛନ୍ତି ହେଲା। ତ 8 କୁ 572 ରେ ହରିବୁ, ହେଲା ନା? ये सर। ହବ 5 ସେଣ୍ଟର ହରିଲେ 8 8 8 56 सर ହବନି, ହେଲା ନା? ତ 8 କୁ ତୁ ଭୁଲରେ କହିବୁନି 2 ଆଉ 4 ର, ହେଲା ସେମିତି କହିଲେ ହବନି। ମାନେ 572 2 ଦ୍ୱାରା ଡିଭିଜିବଲ, 4 ଦ୍ୱାରା ଡିଭିଜିବଲ, କିନ୍ତୁ 8 ଦ୍ୱାରା ହବ ନାହିଁ। ତାହେଲେ ଏ ବିଟଟା କଣ, ଖାଲି 4 ଦ୍ୱାରା ଡିଭିଜିବଲ, 8 ଦ୍ୱାରା ହବନି, ହେଲା। ବି ବିଟ୍ 52 ଅଛି, 52 ଟା ହବ ନା ହବନି? 52 ଟା 4 ଦ୍ୱାରା ହବ, 1352 ହବ କି ନାହିଁ? ये सर हब ହବ। 8 ଦ୍ୱାରା ହବ କି? 352 ହରିବୁ, ये ହେଲା କି सर ନାହିଁ? 8 832 हब ହବ, ତାହେଲେ ଏଟା ବି 8 ଦ୍ୱାରା ହବ। ତାହେଲେ ଏଇଟା ଡବଲ ଜିରୋ ଅଛି, ये ତ सर ଡବଲ ଜିରୋ ଥିଲେ ହବ 4 ଦ୍ୱାରା, ହେଲା କି ନାହିଁ? ଯଦି ଗୋଟେ ये ସଂଖ୍ୟାର ଡାହାଣ ପଟେ 3ଟା ଶୂନ ଥିବ, ତାହେଲେ ସେଟା ବି 8 ଦ୍ୱାରା ଡିଭିଜିବଲ ହବ, ବୁଝିହେଲା ନା ନାହିଁ? ତ ଏଟା 4 ଦ୍ୱାରା ହବ, 8 ଦ୍ୱାରା ହବ କି ନାହିଁ? ये सर 5 ଡବଲ ହବନି। 8 ରେ 8 କେତେ 48 2 20 ହବନି, ହେଲା। ଏଟା 8 ଦ୍ୱାରା ହବ ନାହିଁ। ଏଇଟା ଡି ବିଟ୍ ଟା କହ।
पळेलु कहरे हेलो सिंपल ହେଲା ତ ବାକି ସଂଖ୍ୟାଟା ହବ ନା ହବନି ଏଟା 169 ହବ ଏଟା 4 ଦ୍ୱାରା ଡିଭିଜିବଲ ହବନି ଦେଖା ଯାଉଛି ଖାଲି 69 ଅଛି ହବ କି ବୁଝିଲେ ନା ଆଉ ଗୋଟେ ମନେ ରଖିଥା ଯୋଉ ସଂଖ୍ୟାଟା 4 ଦ୍ୱାରା ହବନି ତ ସେଟା କେବେ ବି 8 ଦ୍ୱାରା ହେଇପାରିବନି ନା 8 ଦ୍ୱାରା ହେଇପାରେ ନା କହି ହବନି ହେଇପାରେ ହେଲା यस सर। ତାପରେ ନେକ୍ସଟ ଏଟା 8 ଦ୍ୱାରା ହେଇପାରିବ 169 169 ହବନି 8 କୁ ପଣିକରେ କୋଉଠି ବି ଏକକ ଘରେ 9 ନାହିଁ 8 ଦ୍ୱାରା ହବ ନାହିଁ ସିମ୍ପଲ ଏଟା 60 ଟା ହବ 4 ଦ୍ୱାରା 8 ଦ୍ୱାରା ହବ 560 560 କୁ 8 ରେ ହରିବୁ 8 56 ହବ 70 ହବ କେତେ ହବ ତାହେଲେ ଏଇଟା ଯୋଉ ଏଫ ବି ଟା 4 ଦ୍ୱାରା ହବ 8 ଦ୍ୱାରା ବି ହବ ମୋ ତ ନେଟୱାର୍କ ପ୍ରୋବ୍ଲେମ ଅଛି ଖାଲି ଆସୁ ଯାଉଛୁ କଣ यस କହୁଛୁ सर। ଓକେ ତାପରେ यस ନେକ୍ସଟ सर। 3 ନମ୍ବରଟା କଣ 3 ନମ୍ବରଟା କଣ ହବ जिंग କହ सर कौची using divisibility tests determine which of the following numbers are divisible by 3 ନା 6 सर फास्ट हवा 6 ହଁ डिविजिबल हवा। ତାହେଲେ ଏଇଟା କଣ କରିବୁ ସିମ୍ପଲି 2 ଦ୍ୱାରା ଟେଷ୍ଟ କରିବୁ ଆଉ 3 ଦ୍ୱାରା ଟେଷ୍ଟ କରି ଦେଖିବୁ ହଁ ନା ନାଇଁ यस କହିବି सर। ତ 3 ନମ୍ବରଟା ହବ ଆରାମସେ କରୁଛୁ ନା କରୁନୁ କପିରେ यस सर करची बे। ଏଇଟା ସେମିତି କହିଛି ଯୋଉ 4 ନମ୍ବରଟା କହିଛି କଣ ଆମେ ଦେଖିବା କଣ ୟୁଜିଂ ଡିଭିଜିବିଲିଟି ଟେଷ୍ଟ ଡିଟରମାଇନ୍ ହୁଇଚ୍ ଅଫ୍ ଦ ଫଲୋଇଂ ନମ୍ବର୍ସ ଆର୍ ଡିଭିଜିବଲ୍ ବାଇ 11 यस सर। ଡିଭିଜିବିଲିଟି ଟେଷ୍ଟ ମାନେ କଣ କରିବୁ ଆକ୍ଚୁଆଲି वन सर डिविजिबल होउथिबो। ତା ଟେଷ୍ଟ କଣ କରିବୁ ଆକ୍ଚୁଆଲି क्वेश्चन ଟା କରିବୁ कौन केमती प्रोसेस कौन करिवु ମାନେ ସେ ମାନେ ଡିଭିଜିବଲ ଟେଷ୍ଟ ମାନେ କଣ ମାନେ ତାର ଯୋଉ ମାନେ ଡିଭିଜିବଲ ଟେଷ୍ଟ ମାନେ ତାର ମାନେ ଡିଭିଜିବଲ ଯୋଉ ପ୍ରୋସେସ ଟା କହୁଛି ସେଇ ପ୍ରୋସେସ ରେ ଟେଷ୍ଟ କରା କରୁଛି। हाँ तार जो प्रोसेस ଅଛି ସେଇ ପ୍ରୋସେସ ରେ ସେ କରିବୁ ବୁଝିପାରିଲ ଡିଭିଜିବଲ ନାଇଁ ପ୍ରୋସେସ ରେ ଟେଷ୍ଟ କର ୟେସ୍। ତାହେଲେ ତାର ପ୍ରୋସେସ ଟା ମୁଁ ଗୋଟେ କଣ କେମିତି କରିବୁ କହିଲୁ କପିରେ କଲୁ କପି କରି ପଠେଇଲୁ ତା ସେକେଣ୍ଡ କ୍ୱେଶ୍ଚନ ଟା ଆଉ 3 ନମ୍ବର କୋଉ ଗୋଟେ क्वेश्चन କର 3 ନମ୍ବର ଏଇ ସି ଟା କର ହେଲା ଆଉ 4 ନମ୍ବର ଏଇ ଗୋଟେ ୟେସ୍ କର ବି ଟା କର ଓକେ ବୁଝିଲେ ସାର୍ କି ନାଇଁ କରୁଛି। ହଁ କରିକି ପଠା ମୋ ପାଖକୁ ମତେ ବି ଦେଖିବୁ ୟେସ୍ ତୁ ସାର୍ ପଠାଅ ତୁ ଗୋଟେ ଦେଖା ମୁଁ ଦେଖେ କଣ नो ଦେଖିଛୁ सर ୟେସ୍ ସାର୍ କରୁଛି। ସ୍କ୍ରିନ ଦେଖା ଯାଉଛି ତ ୟେସ୍ ସାର୍। କଣ ଲେଖିଲୁ 4335 ଲାଗି ନାହିଁ ଲେଖିଲୁ ସେଇଟା ନଟ୍ ଡିଭିଜିବଲ୍ ବାଇ 6 ତ 6 ର ତୁ ଯୋଉ ଡିଭିଜିବଲ କନସେପ୍ଟ ଆପ୍ଲାଏ କଲୁ କଣ କଲୁନି ହେଲେ ଖାତାରେ ମୁଁ ସବୁ କରିଦେଇଛି ତୁ ଏମିତି ତାହେଲେ କରୁଛୁ ଖାତାରେ ନୁହେଁ କି ଏମିତି କରୁଛୁ ନା ନାହିଁ 4335 ମୁଁ କଲି ତତେ ୟେସ୍ ଏଇଟା ପୁଣି ଇଜି ଥିଲା 4335 ଲେଖିଲୁ ଲେଖିବୁ ଏ ସଂଖ୍ୟାର ଏକକ ଘରେ କଣ ଅଛି ଏଠି ତାର ୟୁନିଟ ପ୍ଲେସ ରେ କଣ ଅଛି यूनिट प्लस डिजिट इज केते सर 5 ଏଇଟା ଡିଭିଜିବଲ ହବ କି नो सर ହବନି। ହେଲା so the number is ଲେଖିବୁ so the number is divisible by ଲାଗି ନାହିଁ by 2 2 ଦ୍ୱାରା ଡିଭିଜିବଲ ହବନି ତ ଯେହେତୁ 2 ଦ୍ୱାରା ଡିଭିଜିବଲ ହବନି ତ 6 ଦ୍ୱାରା ଡିଭିଜିବଲ ହବ କି ଆଉ नो सर। ଆଉ 3 ଦ୍ୱାରା ଚେକ୍ କରିବା କିଛି ଆବଶ୍ୟକ ନାହିଁ ସିମ୍ପଲ ଚେକ୍ କରିଥାନ୍ତୁ ଆଉ ପ୍ରଥମେ ଚେକ୍ କରି ଦେଖିଥାନ୍ତୁ ନାହିଁ ବୁଝିପାରୁଛ ନାହିଁ ତ 6 ର ରୁଲ କଣ ଆମେ 2 ର ଚେକ୍ କରିବା 3 ର ଚେକ୍ କରିବା ହେଲା ନାହିଁ ପ୍ରଥମେ ମନେକର 3ଟା ହଉଛି କେତେ ତାର ସମ ଅଫ ଡିଜିଟ୍ସ କେତେ ପାଇବା 3 କେସରେ ସମ ଅଫ ଡିଜିଟ୍ସ କେତେ ହେଇଯିବ ଲେଖିବୁ ସମ ଅଫ ଡିଜିଟ୍ସ 4 plus 3 plus 3 plus 5 अच्छा 3 3 6 4 10 5 15 15 तो 15 is divisible by 3 बुझिपाରୁଛ नहीं तो this number 4 3 3 5 is not divisible
by both 3 and 5. এই নম্বরটা is not divisible হউনি by both 3 and 5. 2 सर 2 2 3 and 2 ये উভয় 3 2 দ্বারা বিভাজ্য হউনি তো 4 3 3 5 is not सर 3 divisible द्वारा होती বুঝি both 3 and 2 মানে বুঝি পারছো নাই ये सर बुझिली 5 6 যেহেতু ଏ ସଂଖ୍ୟାଟା ଉଭୟ 3 ଆଉ 2 ଦ୍ୱାରା ବିଭାଜ୍ୟ ହଉନି କେବଳ 3 ଦ୍ୱାରା ବିଭାଜ୍ୟ ହଉଛି ମୁଁ କହିଲି ବୋଥ କି ये ନାହିଁ सर ତ ଏଠି କରିପାରିବୁ ନହେଲେ ଏଇଠି ବି ଲେଖିପାରିଥାନ୍ତୁ କଣ ଲେଖିଥାନ୍ତୁ କହିବୁ since the number is not divisible by 2 then this number can be divided by 6 ବୁଝିପାରୁଛ ନା କାହିଁକି ନା ଗୋଟେ ଆମର ଦିଟାଙ୍କ ନହେଲେ ହବ ହେଲା କି ନାହିଁ 6 ପାଇଁ divisible କେସ୍ ଦିଟାଙ୍କ ଦରକାର ଆମେ ଯଦି ଗୋଟେ ହେଲାନି ତ ସେଇଠୁ ଆମେ ଏଠୁ ବି ଜାଣିପାରିବା ଜଷ୍ଟ ଏଇଟା ମୁଁ ତତେ ବୁଝେଇକି କହିଲି ଆଟଲିଷ୍ଟ ଦିଟା ଜିନିଷ କରିଥାନ୍ତୁ କଣ ସମ୍ ଅଫ ଡିଜିଟ୍ସ 15 କରିଥାନ୍ତୁ ଆଉ ତାର ଯୋଉ ୟୁନିଟ ପ୍ଲେସ ଲେଖିଥାନ୍ତୁ 5 ଏଟା ଦିସ୍ ନମ୍ବର ଇଜ ନଟ୍ ଡିଭିଜିବଲ୍ ବାଇ 2 ଏତିକି ଲେଖିଥାନ୍ତୁ ତାପରେ ଲେଖିଥାନ୍ତୁ ବୁଝିପାରୁଛ ନାହିଁ ତ ସିମ୍ପଲ ଲେଖିଦେଲେ ମୁଁ ବୁଝିପାରୁଛୁ ଜାଣିପାରୁଛୁ ସେଇଟା ହିଁ ଇମ୍ପୋର୍ଟାଣ୍ଟ ହେଲା କିନ୍ତୁ ସିଷ୍ଟମେଟିକାଲି କରାଯାଏ ବୁଝିପାରିଲୁ ନା ये सर 4 ନମ୍ବର ବି ଠିକ ସେମିତି କରିଥାନ୍ତୁ 4 ନମ୍ବର କ୍ୱେଶ୍ଚନ ବି ଠିକ ସେମିତି କରିଥାନ୍ତୁ ବି ବିଟ୍ କହିଥିଲି 11 ଦ୍ୱାରା କହିଛି ହେଲା କେତେ କହିଛି ଏଟା 4 ନମ୍ବର ବି କହିଛି 10824 କହିଛି ନା 4 ନମ୍ବର ବି ଟା କହିଛି 1028 এটা কেতে ডিভিজিবল বাই কেତେ କେତେ 11 ହେଲା ତ ଏଠି କରିବା ସମ୍ ଅଫ ଡିଜିଟ୍ସ ଅଫ ଇଭେନ୍ ପ୍ଲେସ୍ ବୁଝିପାରୁଛନ୍ତି ଇଭେନ୍ ପ୍ଲେସ୍ ଯୋଉ ଡିଜିଟ୍ ଅଛି ତାର ସମଟା କେତେ କେତେ ଦେଖ ଏମିତି କରିଦେ ଏମିତି ସିମ୍ପଲ ଗୋଟେ ସଂଖ୍ୟା ଗୋଟେ ସଂଖ୍ୟା ହେଲା ତ ଏପଟୁ ଗଲେ ଆମେ 1 ମଝିଟା 2 এটা এইটা 3 ଶୂନଟା 4 ତାହେଲେ 8 plus 0 will be how much 8 तो गले हमें 8 पाइले ठीक सम ऑफ डिजिट्स at odd places at even places like at odd place odd place को डिजिट अछि 4 अछि 2 हां 2 अछि 1 अछि ताले प्लस 2 plus 1 will be how much 7 ताले 8 ରୁ 7 गले हम केते पाइबा केते पाइबा 8 ରୁ 7 गले 1 ए क्वेश्चन में भूल लिखछि एक्चुअली मते लागुछि ताले 8 ରୁ 7 गले केते पाइबा 1 କାରଣ ଆମେ କଣ କରନ୍ତି ଆଙ୍କର ସବଷ୍ଟ୍ରାକ୍ସନ କରନ୍ତି ସମ ଅଫ ଡିଜିଟ୍ ଆଟ୍ ଇଭେନ୍ ପ୍ଲେसेस ମାଇନସ ସମ ଅଫ ଡିଜିଟ୍ ଆଟ୍ ଅଡ୍ ପ୍ଲେसेस 8 ମାନେ 7 1 ତ 1 ଟା ଡିଭିଜିବଲ ହବ କି ଏଟା ହବ ନାହିଁ ତେଣୁ ଏଟା କଣ 11 ଦ୍ୱାରା ଡିଭିଜିବଲ ହବ ନାହିଁ एक्चुअली ଏଟା ବିବିଡି ରେ क्वेश्चन देख କଣ ଅଛି 10824 କଣ ଅଛି 824 क्वेश्चन ଟାକୁ ଭୁଲ ये ଲେଖି सर ଦେଇଛି ହଁ ମତେ କହୁନୁ ବି ଦେଖିକି ତ ଠିକ ସେଟା ସେମିତି କରିବୁ ନା ये ବୁଝିପାରିଲୁ सर କେମିତି କରିବୁ बुझिली 10824 ହେଲା ଲେଖିବୁ ସମ୍ ଅଫ digits at even place କେତେ 4 8 ଅଛି 1 ଅଛି 4 plus 8 plus 1 13 ठीक सेମିତି sum of digits at odd place ଲେଖିବୁ ଏମିତି ଦେଖେ 2 plus 0 ସମାନ 2 ଲେଖିବୁ sum of digits at even ଏତେ ଲେଖିବା ଆବଶ୍ୟକ ନାହିଁ ଲେଖିବା 13 minus 2 ଲେଖେ 13 minus 2 ସମାନ 11 so here 11 is divisible by 11 so 10824 is divisible by 11 ବୁଝିଲ ନା ବୁଝିଲୁ ये सर ଏତିକି ଲେଖିବୁ ନା କନଫ୍ୟୁଜିଂ ହଉଛି କି नो ଦେଖେ सर ଏକ୍ସାମ ର ଷ୍ଟାଣ୍ଡାର୍ଡ ଆମେ ଏମିତି କ୍ୱେଶ୍ଚନ ବୁଝିବାର ଅଛି ପ୍ରଥମ ତାପରେ ସବୁ ତକ ସେମିତି କରିବୁ 5 ନମ୍ବର ଟା 5 ନମ୍ବର ଟା ଇମ୍ପୋର୍ଟାଣ୍ଟ ये सर कहूची क्वेश्चन ପକଉଛି ଆ କହ 5 ନମ୍ବର ଟା କଣ କହୁଛି ସେ କ୍वेଶ୍ଚନ ମୁଁ ପଢୁଛି ଦେଖେ
write the smallest digit and greatest digit বুঝিপারছো না কଣ କହୁଛି ସେ write the smallest digit and greatest digit in the blank space of each of the following numbers so that the number is formed is divisible by 3 okay ତାହେଲେ ଏଇଟା ଅଛି କେତେ ଗୋଟେ ଅଛି 6 7 2 4 okay ତାହେଲେ ଏଇଠି ତାହେଲେ ଏଇ ଯୋଉ blank space ରେ ଆମେ ସବୁଠୁ smallest number ଲେଖିବା ହେଲା ପୁଣି ସେଇଠି ଆମେ ସବୁଠୁ କହୁଛୁ ଲାର୍ଜେଷ୍ଟ ନମ୍ବର ବି ଲେଖିବା ସ୍ମଲେଷ୍ଟ ନମ୍ବର କରି ଗୋଟେ କରିବା ଲାର୍ଜେଷ୍ଟ ନମ୍ବର ରଖିବା ସ୍ମଲେଷ୍ଟ ନମ୍ବର ରଖିଲେ କେତେ ନମ୍ବର ରଖିଲେ ଏଟା 3 ଦ୍ୱାରା ଡିଭିଜିବଲ ହବ सर 2 ଲାର୍ଜେଷ୍ଟ ନମ୍ବର ଏଠି କଣ ରଖିଲେ ସେ ଏଟା ବି ଡିଭିଜିବଲ ଦ୍ୱାରା ଡିଭିଜିବଲ ବାଇ 3 ହବ सर ବୁଝିଲେ कौची ନାଇଁ सर 5 ହଁ ସିମ୍ପଲ ତ ପ୍ରଥମେ କଣ କରିବୁ ଆର ସମ୍ ଟା କେତେ କରିବୁ କରିବୁ କି ନାହିଁ ଆର ସମ୍ କେତେ ହେଇଯାଉଛି 7 13 13 5 18 କେତେ 13 5 18 4 2 6 ନା 19 ହଉଛି ଏଟା କେତେ ହଉଛି 7 13 6 13 5 19 6 ପ୍ଲସ୍ 7 ପ୍ଲସ୍ 2 ପ୍ଲସ୍ 4 କମନ ଡିଜିଟ୍ସ କେତେ ହେଲା 19 ହେଲା କି ନାହିଁ यस सर ଯଦି 19 ହଉଛି ତାହେଲେ ଆମେ ସେ ସଂଖ୍ୟାରେ ଦେଖ ଆମେ ଫେଡି ପାରିବେ କି ଆଉ ମାଇନସ କରିପାରିବେନି କଣଟେ ମିଶେଇବା କଣଟେ ମିଶେଇବା ଯାହା ଫଳରେ ସେଟା 3 ଦ୍ୱାରା ଡିଭିଜିବଲ ହବ କେତେ ମିଶେଇଲେ ତାହେଲେ ହବ ହଁ କେତେ ମିଶେଇଲେ ଗୋଟେ 2 ଦରକାର କି ନାହିଁ ଦରକାର ନାହିଁ ତାହେଲେ ଏଇଠି ଆମେ 2ଟେ ଲେଖିଲେ ଆମର ଆନ୍ସର ପାଇଯିବ ହେଲା କି ନାହିଁ ତାହେଲେ ସ୍ମଲେଷ୍ଟ ଡିଜିଟ୍ यस କିଏ ହେଲା 2 ହେଲା ନା ବୁଝିଲେନି ଠିକ ସେମିତି सर बुझेला ଏଇଟାକୁ ଦେଖ ଆଚ୍ଛା ଏଇଟାକୁ ହଉଛି 6 7 2 ପ୍ଲସ୍ 4 ବୁଝିଲେ କି ନାହିଁ ତାହେଲେ 19 ରେ ହଉଛି କେତେ ଲାର୍ଜେଷ୍ଟ ଡିଜିଟ୍ ଲେଖିବା ଡିଜିଟ୍ କଣ ଲାର୍ଜେଷ୍ଟ ଡିଜିଟ୍ ସେ କହିଛି ଡିଜିଟ୍ କିଏ କିଏ ସବୁ ଯୋଉ ଡିଜିଟ୍ କିଏ 0 2 1 2 3 4 5 6 7 8 9 ଯୋଉ ଫାଷ୍ଟ କେସରେ ଆମେ କଣ ପାଇଲେ ସ୍ମଲେଷ୍ଟ ଡିଜିଟ୍ ପାଇଲେ 2 ଲେଖିଲେ ତାହେଲେ ୟା ଦେହରେ ଏଇ ଯୋଉ ଲାର୍ଜେଷ୍ଟ ଯୋଉ 10ଟା ଡିଜିଟ୍ ଅଛି ତା ଦେହରେ କୋଉ ଡିଜିଟ୍ ଆମେ ପକେଇଲେ ଏଟା ଆଭରେଜ ଏଟା କଣ 3 ଦ୍ୱାରା ଡିଭିଜିବଲ ହବ यस सर ସବୁଠୁ ବଡ କୋଉଟା ପକେଇବା ତାହେଲେ 5 5 ପକେଇବା नो ଆଚ୍ଛା ସବୁଠୁ ବଡ ପୁରା ସବୁଠୁ ବଡ ଆଚ୍ଛା 19 5 ପକେଇଲେ କେତେ ହେଲା ତୋର ତୋ ଅନୁସାରେ 24 ହେଲା यस सर ଆଚ୍ଛା ମୁଁ ଯଦି ପକେଇବି ଏଠି 8 ତ 5 ଠୁ 8 ଟା ବଡ ନୁହେଁ କି यस सर ହଁ ତ 12 भी तो बड़ा 8 ଟା କଣ ଡିଜିଟ୍ नो सर सर 8 हवे सर यस ବୁଝିପାରିଲ ନାହିଁ ତ ମୁଁ ଏଠି यस 8 ପକେଇଲା ବେଳକୁ 27 ହଉଛି ତ 27 ଟା ବି 3 ଦ୍ୱାରା ଡିଭିଜିବଲ ବୁଝିପାରିଲ ନା ବୁଝିପାରିଲୁ यस सर ତ ତୁ 5 ବି ଜଣେ ପକେଇଥିବ ଜଣେ 8 ପକେଇଥିବ କୋଉଟା ଉତ୍ତର କାରଣ 5 ଠୁ 8 ଟା ବଡ ଡିଜିଟ୍ ଉତ୍ତରଟି କଣ ପଡିବ 8 ପଡିବ ବୁଝିପାରିଲ ନା ବୁଝିପାରିଲନି ତ 5 यस ଏଠି सर ହବ ନାଇଁ 8 ଇଜ ଦ ରାଇଟ୍ ଆନ୍ସର ବୁଝିଲା ନା ଏ କ୍ୱେଶ୍ଚନ ଟା କରିଛୁ କରିଛୁ ଏମିତି ହ୍ୟାଲୋ यस सर ଏ କ୍ୱେଶ୍ଚନ ଟା ଏମିତି କରିଛୁ କି सब देखो छे write a digit in the blank space सर कहबी ହଁ सर आगे इवेन नंबर होची जो इवेन नंबर सम होची ତ କହୁଛି ରାଇଟ୍ ଏ ଡିଜିଟ୍ ଗୋଟେ ଡିଜିଟ୍ ଲେଖିବୁ ବ୍ଲାଙ୍କ ସ୍ପେସ ରେ ହେଲା 92 ବ୍ଲାଙ୍କ ସ୍ପେସ 389 ହେଲା ତାହେଲେ ଏ ଡିଜିଟ୍ ଟା କେତେ ପକେଇଲେ ଟୋଟାଲ ଯୋଉ ନମ୍ବର ଟା ହବ ଡିଭିଜିବଲ ବାଇ କେତେ ହବ 11 ହବ ବୁଝିପାରୁଛ ନାହିଁ सर ତାପରେ ଏଇ କେସରେ ବି ସେ ସେମ୍ କହିଛି 8 9 4 8 4 किनी ହଁ ପୁଣି ଏଇଟା ଇଜି ଅଛି କିଛି ନାହିଁ ये सर ଇଜି ଅଛି କହ सर कहली तीन ଠିକ ସେମିତି ଏଠି ଇଭେନ୍ ପ୍ଲେସ ର ଡିଜିଟ୍ ଟା କେତେ 2 2 ରୁ ଆମେ 2 ଫେରିଲେ କେତେ 0 ପାଇଲେ 0 11 ଦ୍ୱାରା ଡିଭିଜିବଲ ଏ କେସରେ ଯୋଉ କଣ 121 ଟା 11 ଦ୍ୱାରା ଡିଭିଜିବଲ ହେଲା ଏଇ କେସରେ କଣ ଏଇଠି ଆମେ ଏ ଗୋଟେ ଯୋଉ ଆମକୁ ରହୁଛି ସେଇଟା ଆମକୁ ଅସୁବିଧା କରୁଛି ବୁଝିପାରିଲେ ନାଇଁ ଏଇଟା ଆମକୁ ଅସୁବିଧା କରୁଛି ତାହେଲେ ବର୍ତ୍ତମାନ ଫେରିବା
17 ପ୍ଲସ୍ ଏ ଆଉ 17 14 ଆଉ ଭିତରେ ବଡ କୋଉଟା ହବ ମତେ କହ। 17 ପ୍ଲସ୍ ଏ ଗୋଟେ ନମ୍ବର ଅଛି ହେଲା, 14 ଗୋଟେ ନମ୍ବର, ଆଙ୍କ ଭିତରେ ବଡ କିଏ କହିଲୁ, କୋଉ ସଂଖ୍ୟାଟା ବଡ ହବ? 17 plus 1 a। ତାହେଲେ ଏଇଥିରୁ ଆମେ ଏଇଟା ଫେଡିବା, 14 ଫେଡିବା। ତାହେଲେ ଯୋଉ ରେଜଲ୍ଟ ଆମେ ପାଇବା ସେ ରେଜଲ୍ଟଟା କଣ ହବା କଥା? 11 ଦ୍ୱାରା ଡିଭିଜିବଲ ହବା କଥା। ଏ ହବ କି ହେବା କଥା କି ନାହିଁ? yes sir। ହଁ। ତାହେଲେ 17 14 ଗଲେ କେତେ ଏଠି ପାଇବା? 3 ପାଇବା କି ନାହିଁ? ପାଇବା yes କି sir। ନାହିଁ? ତାହେଲେ that means yes a sir। plus 3 yes sir। କି? yes sir। ତାହେଲେ ସେ 11 ଦ୍ୱାରା ଡିଭିଜିବଲ ହବ ମାନେ ନିଶ୍ଚିତ ଭାବରେ ମତେ ଗୋଟେ କଥା କହ, yes sir। ତାହେଲେ ଆମେ ଏ ଜାଗାରେ କେତେ ପକେଇବା? এই ଜାଗାରେ କେତେ ପକେଇଲେ 11 ଦ୍ୱାରା ଡିଭିଜିବଲ ହବ? ତାହେଲେ ନିଶ୍ଚିତ ସେ 11 କି ସେଟା ମଲ୍ଟିପଲ ହଉଥିବ। sir yes। କେତେ କେତେ ପକେଇବା ତାହେଲେ ସେଠି କହ? ହୁଁ ମତେ ଏଠି ଗୋଟେ କଥା କହ, 2 ରୁ 2 ଫେଡିଲେ, 2 ରୁ 2 ଫେଡିଲେ ନା ଆମେ ଶୂନ ପାଇଲେ। ଶୂନଟା ଶୁଣୁ, ହଁ ମୋ କଥା ଶୁଣୁ, ଆଟା ତୁ ଜାଣିଲୁ ଠିକ। ତ ଶୂନଟା ଏଠି 11 ଦ୍ୱାରା ଡିଭିଜିବଲ ହବ ନା ହବନି? ହବ। ତ ଏଇ ଯୋଉ ସମ yes ଟାକୁ ଆମେ ଶୂନ କରିପାରିବେ କି? ଶୂନ କେବେ sir। କରିପାରିବାନି। ଆମେ ଏ ଜାଗାରେ -3 କେବେ ପକେଇ ପାରିବାନି, କାରଣ yes -3 sir। ବୋଲି ଡିଜିଟ କିଛି ନାହିଁ। yes sir। ତ ଯୋଉ a ପ୍ଲସ 3 ର ସମ ଟା କେବେ ଶୂନ କେବେ ହେଇପାରିବନି। ଆଉ ବଞ୍ଚିଲା କି 11 ବଞ୍ଚିଲା। ଆଇଦର 11 ହବ ନହେଲେ ତାଠୁ ବଡ ହବ। ବୁଝିଲା ନା? yes sir। ହେଲା। ତାପରେ ଆଉ ଗୋଟେ କଥା ଦେଖେ, ଆଇଦର 11 ହବ ତାଠୁ ବଡ ହବ, କିନ୍ତୁ ଯୋଉ ଏଟା ଯୋଉ ଗୋଟେ କଣ ଗୋଟେ ଡିଜିଟ ଆମେ ନେଇଛନ୍ତି, କଣ ଗୋଟେ ସେଟା ନେଇଛନ୍ତି, ଡିଜିଟ ନେଇଛନ୍ତି। ଡିଜିଟ କେତେ? ଶୂନ ସଂଖ୍ୟାରୁ 9 ଭିତରେ ରହିବ। ବୁଝିପାରିଲା ନାହିଁ? yes sir। ବୁଝିଲେନି? 0 yes 1 sir। 2 3 4 5 6 7 8 ଭିତରେ ରହିବ। ଆର ଭିତରେ କଣ ରହିବ? ହେଲା। ତ ନିଶ୍ଚିନ୍ତ ଏଇ ଦିଟା ସମ ଆମର କଣ ହବ? a ପ୍ଲସ 3 ର ସମ ନିଶ୍ଚିନ୍ତ 11 ହବ। ତାହେଲେ ଆମେ yes sir। ତାହେଲେ a ର ମୂଲ୍ୟ କେତେ ପାଇବା? sir 8। ବୁଝିପାରିଲେ ନା ବୁଝିପାରିଲେ ଏଇ କ୍ୱେଶ୍ଚନ ଟା? yes sir ବୁଝିଲି। ହୁଁ। yes sir ବୁଝିଲି। ତାପରେ ନେକ୍ସଟ କ୍ୱେଶ୍ଚନ ଟା କହ, b ବିଟ୍ ଟା କହ। 8-9484, ଏଇଟା ଲାଷ୍ଟ କ୍ୱେଶ୍ଚନ ତ। yes 6 sir। ନମ୍ବର ବି ବିଟ୍ କେତେ ଦେଇଛି? 8-9484 ହେଲା। ତାହେଲେ ପ୍ରଥମେ ଇଭେନ ପ୍ଲେସ ଅଡ୍ ପ୍ଲେସ ବାଛିଦବୁ, କି ନାହିଁ? yes sir। ହଁ କହୁନୁ କିଏ? ଇଭିନ୍ ପ୍ଲେସ୍ ହଉଛି 4 4 4 ଇଭେନ ଆଉ ପ୍ଲେସ। ଏବେ ଏଇଠୁ ଆରମ୍ଭ କରିବୁ, ଏଇ ଯୋଉ ପ୍ଲେସ ସବୁ ଅଡ୍ ପ୍ଲେସ ହେବେ ହେଲା। ଏଇଠୁ ଯଦି ଆରମ୍ଭ କରିବୁ ଏପଟ ସାଇଡ ରୁ, ଏଇଟା ଯଦି 1 ହବ, ଏଇଟା 2 ହବ, ତ ଏଇଟା 3, ତ 4 4 ଟା ଅଡ୍ ପ୍ଲେସ ହେଲା। ଏଇଟା 4, এই ପ୍ଲେସଟା 5, এই ପ୍ଲେସଟା 6। এই ଯୋଉ ବ୍ଲାଙ୍କ ସ୍ପେସରେ ଆମେ ଗୋଟେ ଡିଜିଟ ରଖିବା, ବୁଝିପାରୁଛ ନା? ଗୋଟେ ଡିଜିଟ, ସେଟା କେତେ? 0 ରୁ 9 ଭିତରେ ସେ ଡିଜିଟଟା ରହିଥିବ ନିଶ୍ଚିତ, ଏକ ଅଙ୍କ ବିଶିଷ୍ଟ ସଂଖ୍ୟା, 1 ଡିଜିଟ ରଖିବା। ବୁଝିଲା yes ନା ନାହିଁ? ତ ଏଠି ଇଭେନ ପ୍ଲେସ କିଏ ହେଲା? 2 sir 9 6 8। ଇଭେନ ପ୍ଲେସ କିଏ? ତାହେଲେ ସମ ଅଫ ଡିଜିଟ୍ସ ଆଟ୍ ଇଭେନ ପ୍ଲେସ କେତେ ହେଇଗଲା? 8 plus 9 plus 8 that to 8 8 16 25। ବୁଝିଲେ ନା? yes sir। ତାପରେ ନେକ୍ସଟ sum of digit at sum of digits at odd place କେତେ ହବ? କେତେ ହେଇଯିବ? 4 odd place କିଏ? 4 4 ଆଉ ଏଇ ଯୋଉ blank space ଟା, ଏଟାକୁ ଆମେ x yes ନେଇପାରିବା, କିଛି ଅସୁବିଧା ନାହିଁ। ତାହେଲେ 4 plus x 8 plus x ହେଲା କି ନାହିଁ? ତାହେଲେ yes ଏଇଟାରୁ ଏଇଟା ଫେଡିବା, ତାଙ୍କ ଫେଡାଣ ଫଳଟା କଣ? 11 ଦ୍ୱାରା ଡିଭିଜିବଲ ହବା ଦରକାର। ତାହେଲେ ଆମେ yes sir। ବର୍ତ୍ତମାନ 25 ରୁ ଫେଡିଲେ କେତେ? 8 minus x କେତେ ପାଇବା? ଏଟା 17 minus x। ବୁଝିଲା କି ନାହିଁ? ତାହେଲେ yes ଏଠି sir। x ଟା ଗୋଟେ କଣ? x ଟା ଗୋଟେ ଡିଜିଟ ହବ କି ନାହିଁ?
x ର ମୂଲ୍ୟ କଣ 0 ରୁ 9 ଭିତରେ ରହିବ। ବୁଝିପାରୁଛନ୍ତି ଏକ ଅଙ୍କ ବିଶିଷ୍ଟ ଡିଜିଟ ସେଇଟା ଗୋଟେ ଅଙ୍କଟେ ଏକ ଅଙ୍କଟେ। ତାହେଲେ 17 ରୁ ଆମେ କୋଉ ଅଙ୍କଟା ଲେଖିଲେ ଆମେ ରେଜଲ୍ଟ କଣ ପାଇବା ଯାହା ସେଟା ଆଇଦର ଦେଖ 0 କେବେ ହେଇପାରିବ କି? ଆମେ x ଜାଗାରେ କେବେ 17 ଲେଖିପାରିବା କି? ଲେଖିପାରିବା? नो सर। ଲେଖିପାରିବା କାରଣ 17 ଗୋଟେ କଣ ଡିଜିଟ ସେଟା 0 ରୁ 9 ଭିତରେ ରହିବ ନା କଣ x ଟା। ଆଜର ଏଇଠି କଣ ଆମେ ଗୋଟେ ଡିଜିଟ ହିଁ ଲେଖିବା ଏଇଠି। କ୍ଲିୟର ନାହିଁ? ତେଣୁ x କେବେ 17 ହେଇପାରିବନି। ତ ନିଶ୍ଚିତ ସେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ମାନେ 0 ରୁ 8 ଭିତରେ ରହିବ। ଓକେ ଏବଂ ତମ ଫେଡନଫଲଟା କେତେ ହବ? ନିଶ୍ଚିତ ଭାବରେ କେତେ 11 ହିଁ ହବ କି ନାହିଁ? यस सर। 11 ଠୁ କମି ତାହେଲେ ଏଠି ତାହେଲେ x ର ମୂଲ୍ୟ କେତେ ପଇଲେ 11 ଟି ହବ? ଯଦି 17 ମାଇନସ 6 ଆମେ ଜାଣିଲେ ଏଠୁ x ଇକ୍ୱାଲ ହେଲା 11 ତାହେଲେ x ର ମୂଲ୍ୟ କେତେ ହେଇଯିବ? ତାହେଲେ 17 ପଳେଇ ଆସିଲା ଏପଟକୁ ଏଇ ଯୋଉ 11 ଟା ଏପଟକୁ ପଳେଇ ଆସିଲା यस x ହେଇଗଲା। ତାହେଲେ x ର ମୂଲ୍ୟ କେତେ ପାଇଲେ ଆମେ? 6। ବୁଝିଲା ନା ନାହିଁ? यस सर। ଡାଉଟ କିଛି ଅଛି? ଏମିତି ସିଷ୍ଟମାଟିକାଲି କରିବାର ଅଛି ହେଲା। यस सर। କ୍ଲାସ ଲିଙ୍କ ପଠେଇଦେବି ଆଉ ରେକର୍ଡେଡ ଯୋଉ ନୋଟ୍ସ ବି ପଠେଇଦେବି। ଠିକ ଅଛି। यस सर। 3.3 ସରିଗଲା 3.4 ପଢିବା ନେକ୍ସଟ କ୍ଲାସ ହେଲା।